ଚୀନ ରେ ପୁଅ ପାଇଁ ଓପୋ ପ୍ୟାଡ୍ ଏସି ର ଟ୍ୟାବ୍ ନେଲୁ। ଏ ଟ୍ୟାବ୍ ନେବା ପୂର୍ବରୁ ବହୁତ ସାରା ରିସର୍ଚ୍ଚ କରାହେଲା, ମାନେ ଅନଲାଇନରେ ରିସର୍ଚ୍ଚ କରାହେଲା। ତାପରେ ମାନେ ଆମେ ଅଫଲାଇନ ଯାଇକି ମାନେ ଓପୋ ସପ୍ ଯୋଉ ଦୁନୁଆରେ ଅଛି ନା, ସେଠିକି ଯାଇକି ପଚରା ଉଚରା କଲୁ। କାରଣ ମାନେ କିଛି ବି ଯଦି ଇଲେକ୍ଟ୍ରୋନିକ ସାମାନ କିଛି ବି ନଉଛ ମାନେ ଫାର୍ଷ୍ଟରେ ତ ମାନେ ଗୁଗୁଲରେ ରିସର୍ଚ୍ଚ କରିବାକୁ ପଡିବ କି ମାନେ ସେ କଣ ଆଇଟମ ନେଲେ ଆମ ମାନଙ୍କ ପାଇଁ ବୋଲି ସୁଇଟେବଲ ହବ। ଏଇଟା ଆକ୍ଚୁଆଲି ପୁଅ ପାଇଁ ନିଆ ହେଲା, ମାନେ ତାର ଅନଲାଇନ କ୍ଲାସ ପାଇଁ ବୋଲିକି ଏ ଓପୋ ପ୍ୟାଡ୍ ଏସି ଟା ନିଆ ଟ୍ୟାବ୍ 13,000 ପଡିଲା। କଲର ଓଏସ୍ ଭର୍ସନ 16.0 ଆଉ ୟାର ଷ୍ଟୋରେଜ ଟା ହଉଛି 256 GB ସହିତ ଫ୍ରଣ୍ଟ 5 ମେଗାପିକ୍ସେଲ ଆଉ ବ୍ୟାକ୍ କ୍ୟାମେରା ବି 5 ମେଗାପିକ୍ସେଲ। ଯାହା ବି ଇଲେକ୍ଟ୍ରୋନିକ ସାମାନ ଆଣିନା ମୁଁ ଫାର୍ଷ୍ଟ ମାନେ ଭଗବାନଙ୍କ ପାଖରେ ଟିକେ କୁଙ୍କୁମ, ଚନ୍ଦନ ଆଉ ହଳଦୀ ଚାଉଳ ରଖିକି ଭଗବାନଙ୍କୁ ସମର୍ପଣ କରେ। କାରଣ ମାନେ ଭଗବାନଙ୍କ ପାଖରେ ରଖିଲେ ମାନେ ମତେ ଲାଗେ କି ମାନେ ବହୁତ ଦିନ ଆମେ ୟୁଜ କରିପାରିବା ଆଉ ମାନେ ଟ୍ୟାବଲେଟ ରେ କିଛି ଡିଫେକ୍ଟ ବି ଆସିବନି ବୋଲି ମୁଁ ଭାବେ। ପ୍ରଥମେ ତ ନେଲା ବେଳେ ମତେ ଗୋଟେ ହିଁ ଡାଉଟ ଥିଲା କି ରିୟୁଜ୍ଡ ୱାନ୍ ବୋଲି। କାରଣ ଏମିତି ବହୁତ ସାରା ଅନଲାଇନ ରେ ଯାହା ବି ମଗାଉ ନା, ମାନେ ଫୋନ ହଉ, ଲ୍ୟାପଟପ ହଉ, ଟ୍ୟାବ ହଉ, ସେଟା ମାନେ ରିୟୁଜ୍ଡ ବେଳେ ବେଳେ ଆସେ ଆଉ ବେଳେ ବେଳେ ନୂଆ ବି ଆସେ। ଗୋଟେ ଚେକ୍ କରିବାକୁ ପଡିବ କି ଆଇ ଉପରେ ଯୋଉ ମାନେ ସିରିଆଲ ନମ୍ବରଟା ସେଟିଂସ କୁ ଯାଇକି ଆମକୁ ମାନେ ସେଥିରେ ସିରିଆଲ ନମ୍ବରଟା ଦେଖିବାକୁ ପଡିବ। ତା ସହିତ ମାନେ ବକ୍ସ ରେ ଯୋଉଟା ବି ମାନେ ସିରିଆଲ ନମ୍ବର ଆସିଥିବ ନା, ସେ ସିରିଆଲ ନମ୍ବରଟା ମ୍ୟାଚ୍ ହେବାକୁ ପଡିବ। ଆଉ ମାନେ ଯୋଉ ଟ୍ୟାବଲେଟଟା ନୂଆ ଟ୍ୟାବଲେଟଟା ନା, ମାନେ ସେଟା ଦେଖିଲେ ହିଁ ଲାଗୁଥିବାର ଅଛି କି ଆମକୁ ମାନେ ନୂଆ ଟ୍ୟାବଲେଟ ଭଳିଆ। ଆଉ ତା ସହିତ ମାନେ ବହୁତ ସାରା ଆଇଟମ ବି ଆମେ ଅର୍ଡର ଫ୍ଲିପ କଭର ବି ଅର୍ଡର କରିଥିଲୁ। ମୋ ହଜବେଣ୍ଡଙ୍କର ଅଲରେଡି ଦୁଇଟା ଟ୍ୟାବ ଅଛି, ମାନେ ସେ ଦୁଇଟା ଟ୍ୟାବ ର କଭର ବି ଅଛି। ମୁଁ ମୋ ହଜବେଣ୍ଡକୁ ସେଇଟା ହିଁ କହିଲି କି ମାନେ ଦୁଇଟା ଯୋଉ ଟ୍ୟାବ ର କଭର ଅଛି ସେ କଭରଟା ୟାକୁ ହେଇଯିବ ବୋଲି। ମୋ ହଜବେଣ୍ଡ ମନା କଲେ ସେଇଟା ତ ବିଲକୁଲ ହବନି, କାରଣ ୟାର ସ୍ପେସିଫିକେସନ ୟାର ଯୋଉ ମାନେ କ୍ୟାମେରାଟା ଦେଇଛି ନା, କ୍ୟାମେରାଟା ପଛରେ ଦେଇଛି ଆଉ ଏଇଠି ମାନେ କିବୋର୍ଡଟା ସେଟାକୁ ପୁରା ମାନେ ଆଟାଚ ହେଇଯାଉଛି। This is magnet, not magic. ତା ସହିତ ଏହା ବି ଡାଉଟ ଥିଲା କି ମାନେ ଯାହା ବି ଚୀନରେ କିଣା ହବ ନା, ମେଇନ୍ ଆମକୁ ମାନେ ଗୁଗୁଲ ଆସିବାର ଅଛି। ମାନେ ଗୁଗୁଲ ତ ଆସିବ ସହିତ ହ୍ୱାଟ୍ସଆପ ଆଉ ୟୁଟ୍ୟୁବ ବି ହଉ, କାରଣ ମାନେ ସବୁ କିଛି ନା ତାଙ୍କୁ ପଚରା ହେଇକି ମାନେ ଅନଲାଇନରେ ସେମାନଙ୍କ ସହିତ ଚାଟ୍ କରିକି ସବୁ କିଛି କିଣା ହେଲା। ଆଉ ଏଇଟା ହଉଛି ଟଚ ସ୍କ୍ରିନ୍ ପେନ୍, ତା ସହିତ ଗୋଟେ ୱାୟରଲେସ୍ ମାଉସ, ଷ୍ଟିକର୍ସ, ବ୍ୟାଟେରୀ ଚାର୍ଜ। ଓପୋ ପ୍ୟାଡ୍ ର ସ୍କ୍ରିନ୍ ଗାର୍ଡ ବି ପଳେଇ ଆସିଥିଲା। ତା ସହିତ ମାନେ ବହୁତ ସାରା ପାଉଚେସ୍ ବି ଦିଆ ହେଇଥିଲା। ମାନେ ଫାର୍ଷ୍ଟରେ ତ ମାନେ ଡ୍ରାଇ ପାଉଚେସ୍ ଦିଆ ହେଇଥିବ, ତା ସହିତ ମାନେ ହୋଲ୍ଡର ବି ଦିଆ ହେଇଥିଲା। ହୋଲ୍ଡରକୁ 2 ପାର୍ଟସ କରିବାକୁ ପଡିବ। 2 ସାଇଡ୍ସ ରେ ରଖିଲେ ସେଟା ସ୍କ୍ରିନ୍ ଗାର୍ଡକୁ ପୁରା ଟାଇଟ୍ ହେଇକି ଧରିବ। This is my tab screen guard. This tab is one part tab, and in this tab, give me ମୋ ପୁଅକୁ ଓପୋ ପ୍ୟାଡ୍ ସହିତ ଷ୍ଟିକର୍ସ ଆସିଲାରୁ ବହୁତ ଖୁସି। ତାପରେ ଆମେ ଓପୋର ଅଫିସିଆଲ ୱେବସାଇଟ କୁ ଯାଇକି ଆମେ ଚେକ୍ କଲୁ। ମାନେ ଓପୋର ଇଏମଆଇ ନମ୍ବର ଦେଲେ ସେଠି ମାନେ ସବୁ କିଛି ଡିଟେଲ ପଳେଇ ଆସିବ। ସବୁ କିଛି ଡିଟେଲ୍ସ ଚେକ୍ କଲା ପରେ କନଫର୍ମ ହେଲୁ କି ଏଇଟା ନ୍ୟୁ ମଡେଲ ହିଁ, ଓପୋର ମାନେ ରିୟୁଜ ନୁହଁ। ଯଦି ଭିଡିଓଟି ଭଲ ଲାଗିଲେ ଯିବା ପୂର୍ବରୁ ପ୍ଲିଜ ସବସ୍କ୍ରାଇବ।